ଗାନ୍ଧିଜୀଙ୍କୁ ଅନେକ ସାଧୁ ଏବଂ ସନ୍ନ୍ୟାସୀ ବୋଲି କହନ୍ତି। ଏପରିକି ବ୍ରିଟିଶ ଶାସକମାନେ ବି ଗାନ୍ଧୀ ଜଣେ ସାଧୁ ପୁରୁଷ ବୋଲି ଅଭିହିତ କରନ୍ତି। ଦକ୍ଷିଣ ଆଫ୍ରିକାର କଠୋରପନ୍ଥୀ ଶାସକ ଜେନେରାଲ ସ୍ମଟ୍ସ ମୋହନଦାସ କରମଚାନ୍ଦ ଗାନ୍ଧୀ ଯେ ଏକ ସନ୍ନ୍ୟାସୀ ଜୀବନରେ ଅଛନ୍ତି ଏହା କହିବାକୁ କେବେ କୁଣ୍ଠା କରୁନଥିଲେ। ଗାନ୍ଧୀଙ୍କୁ ତାଙ୍କୁ ସାଧୁ ଜୀବନଯାପନ ସମ୍ପର୍କରେ ପ୍ରଶ୍ନ କଲାବେଳେ ଗାନ୍ଧୀ ଉତ୍ତର ଦିଅନ୍ତି, ମୁଁ ସାଧୁ ନୁହେଁ, ସନ୍ଥ ନୁହେଁ, ସନ୍ନ୍ୟାସୀ ନୁହେଁ କିମ୍ବା ପାପୀ ବି ନୁହେଁ। ସନ୍ନ୍ୟାସୀ ଜୀବନ ବଡ଼ କଠିନ। ମୁଁ ଜଣେ ଗୃହୀ, ସେବା କରି ବଞ୍ଚେ। ସରଳ ଜୀବନଯାପନକୁ ମୁଁ ବ୍ରତ କରି ନେଇଛି। ଖଦଡ଼ ଲୁଗାଟିଏ ପିନ୍ଧୁଛି। ସୁଖ ଏବଂ ସ୍ୱଚ୍ଛନ୍ଦ ଜୀବନକୁ ମୁଁ ଘୃଣା କରେ। ଯଦି ସତ୍ୟର ଅନୁସନ୍ଧାନ ବେଳେ ସମ୍ଭୋଗର ଆଶା ରହେ ଏବଂ ମନ ଭିତରେ ଅହଂ ରହେ, ସତ୍ୟ ପାଇବା କଷ୍ଟ। ଗାନ୍ଧିଜୀଙ୍କୁ ଅନେକ ପତ୍ର ପ୍ରେରକ ଚିଠି ଲେଖି କହନ୍ତି, ବାପୁ ଆପଣ ଜଣେ ଜ୍ଞାନୀ ନେତା, ବହୁତ ବହି ପଢ଼ିଛନ୍ତି। ଧର୍ମ, ବିଜ୍ଞାନ, ସମାଜ, ରାଜନୀତି ଏବଂ ଅର୍ଥନୀତି ଉପରେ ଆପଣଙ୍କର ଅଗାଧ ଜ୍ଞାନ ରହିଛି। ଏସବୁ ପଢ଼ିଲେ କିପରି? ଏ ଜିଜ୍ଞାସାର ଉତ୍ତର ଥାଏ ଗାନ୍ଧୀଙ୍କର, ମୁଁ ବହୁତ ବହି ପଢ଼ି ନାହିଁ, କୌଣସି ଏକ ଭଲ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବି ପାଇନି। ମେଟ୍ରିକ୍ ପରୀକ୍ଷାର ରେକର୍ଡ ବି ସେତେ ଉଚ୍ଚମାନର ନୁହେଁ। କେବଳ ବହି ଭିତରେ ମୁଁ ରସ୍କିନ୍ଙ୍କର ଅନ୍ ଟୁ ଦିସ୍ ଲାଷ୍ଟ ବହି ପଢ଼ିଛି। ରସ୍କିନ୍ଙ୍କ ଏହି ବହି ମୋ ଜୀବନାଦର୍ଶକୁ ପରିବର୍ତ୍ତନ କରିଦେଇଛି। ମୋତେ ଏହା ସର୍ବୋଦୟର ମନ୍ତ୍ର ଶିଖାଇଛି। 1904 ମସିହାରେ ଟ୍ରେନ୍ରେ ଟ୍ରାନ୍ସବାହାଲରୁ ଦରବାନ ଗଲାବେଳେ ଏହି ବହି ପଢ଼ିଥିଲି। ବେଶ୍ ପ୍ରଭାବିତ ହୋଇଗଲି। ରାତି ସାରା ଟ୍ରେନ୍ରେ ଶୋଇପାରିଲି ନାହିଁ। ଏହି ବହିର ସମସ୍ତ ପୃଷ୍ଠା ମୋତେ ରାତି ତମାମ ଚିଏଁ ରଖିଥିଲା। ବୟସ ମୋଟେ ମୋର ସେତେ ଅଧିକ ହୋଇନଥିଲା, ମାତ୍ର 35 ବର୍ଷ। ସେଇଠୁ ଜୀବନର ଗତିପଥ ବଦଳି ଯାଇଛି। ହଁ, ଆଉ ଏକ ବହି ପଢ଼ିଛି, ଟଲଷ୍ଟୟଙ୍କର କିଙ୍ଗଡମ୍ ଅଫ୍ ଗଡ୍ ଇଜ୍ ୱିଦିନ୍ ୟୁ। ଦରିଦ୍ର ନାରାୟଣ ସେବା ଏଇଥିରୁ ଶିଖିଛି। ପାର୍ଥିବ ସମ୍ପତ୍ତି ମୋର ଲୋଭ ନାହିଁ, ମୁଁ ମୋର ମୋକ୍ଷ ପାଇଁ ଦୌଡ଼ୁଛି। ସେ ହେଉଛି ଏକ ଈଶ୍ୱରୀୟ ସାମ୍ରାଜ୍ୟ ପ୍ରାପ୍ତି, କିଙ୍ଗଡମ୍ ଅଫ୍ ହେଭେନ୍। ଦେଶ ସେବାରେ ହିଁ ମୋର ନିର୍ବାଣ ରହିଛି। ଏସବୁ ଆଲୋଚନା ପରେ ପ୍ରଶ୍ନ ଆସିବଣି, ଗାନ୍ଧୀ ପ୍ରକୃତରେ ଥିଲେ କ'ଣ? ଗାନ୍ଧୀଙ୍କର ନିଜ ଉତ୍ତର ହେଲା, ମୁଁ ବାସ୍ତବ ସ୍ୱପ୍ନ ଦେଖୁଥିବା ଜଣେ ଚେତନ ମଣିଷ, ଜଣେ ପ୍ରାକ୍ଟିକାଲ ଡ୍ରିମର। ଶୂନ୍ୟରେ ଘୁରି ବୁଲୁଥିବା କୌଣସି କଥାକୁ ମୁଁ ବିଶ୍ୱାସ କରେ ନାହିଁ। ମୁଁ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାରେ ଯଥାସମ୍ଭବ ଚେଷ୍ଟାରେ ଥାଏ। ମୁଁ ଏଇଥିପାଇଁ ମୋ ସହ ସହମତ ହେଉନଥିବା କୌଣସି ବ୍ୟକ୍ତିଙ୍କୁ ମୋର ଶତ୍ରୁ ବୋଲି ଭାବେ ନାହିଁ। ମତ ପାର୍ଥକ୍ୟରେ ଶତ୍ରୁତା ନଥାଏ। ଯଦି ଏପରି ହୁଏ, ନିଜ ସ୍ତ୍ରୀ ବି ଦିନେ ଶତ୍ରୁ ହୋଇଯିବ। ପୃଥିବୀରେ ଏପରି କେହି 2 ଜଣ ନାହାନ୍ତି ଯାହାଙ୍କର ପାରସ୍ପରିକ ମତ ପାର୍ଥକ୍ୟ ହୁଏ ନାହିଁ। ମୋ ମତ ସହ ସହମତ ନଥିବା ବ୍ୟକ୍ତିଙ୍କୁ ମୁଁ ଶ୍ରଦ୍ଧା ଦିଏ। ମୁଁ ଅମଙ୍ଗଳ ଚିନ୍ତା କରେନି। ମୋର କିଏ ଶତ୍ରୁ ନାହାନ୍ତି। C.F. ଆଣ୍ଡ୍ରୁଜ ତାଙ୍କ ଚର୍ଚ୍ଚିତ ପୁସ୍ତକ ମହାତ୍ମା ଗାନ୍ଧୀ ହିଜ୍ ଲାଇଫ୍ ଆଣ୍ଡ ଆଇଡିଆଜରେ ଗାନ୍ଧୀଙ୍କ ବ୍ୟକ୍ତିତ୍ୱର ଏକ ଆବେଗିକ ମୂଲ୍ୟାୟନ କରିଛନ୍ତି। ଗାନ୍ଧୀ ଜଣେ ଭଲ ହୋଷ୍ଟ, ଭଲ ଗେଷ୍ଟ, ଭଲ ଅତିଥି ସତ୍କାରକ, ଭଲ ଅତିଥି ବି। ସାବରମତୀ ଆଶ୍ରମକୁ ଜଣେ କିଏ ଅତିଥି ଆସିଲେ ଗାନ୍ଧୀ ବ୍ୟକ୍ତିଗତ ଭାବେ ତାଙ୍କ ଚର୍ଚ୍ଚାରେ ଥାନ୍ତି। ସକାଳ ସନ୍ଧ୍ୟାରେ ଅତିଥିଙ୍କୁ ଦେଖା କରନ୍ତି, ଭଲ ମନ୍ଦ ବୁଝନ୍ତି ଏବଂ ଯଦି କିଏ ତାଙ୍କୁ ଅତିଥି ବୋଲି ନିମନ୍ତ୍ରଣ କରେ, ଖୁବ୍ କ୍ୱଚିତ ସେ ପ୍ରତ୍ୟାଖ୍ୟାନ କରନ୍ତି। ଆଶ୍ରମରେ ସକାଳ ଓ ସନ୍ଧ୍ୟାରେ ପିଲାଙ୍କ ସହ ବୁଲିଯିବାରେ ଆନନ୍ଦ ଥାଏ ଗାନ୍ଧୀଙ୍କର। ଚାଲିଲା ବେଳେ ପିଲାଙ୍କ ହାତ ଧରିଥାନ୍ତି, ଗପନ୍ତି, ଠୋ ଠୋ ହସନ୍ତି। ବଡ଼ିମା ଭାବ ନଥାଏ। ନିଜ ମର୍ଯ୍ୟାଦା ପ୍ରତି ଅହେତୁକ ସଚେତନତା ବି ନଥାଏ। ସେଇଥିପାଇଁ ଗରିବ ଲୋକଙ୍କର ସେ ଅତି ପ୍ରିୟ, ଅସ୍ପୃଶ୍ୟଙ୍କ ପାଇଁ ଆଦରଣୀୟ। ଗାନ୍ଧୀ ତାଙ୍କ ନମ୍ର ଜୀବନର ଏକ ବର୍ଣ୍ଣନା ଦିଅନ୍ତି ତାଙ୍କ ଆତ୍ମଜୀବନରେ। ବୋର ଯୁଦ୍ଧରେ ଜଣେ ସ୍ୱେଚ୍ଛାସେବୀ ଭାବେ ଯୁଦ୍ଧର ସମ୍ମୁଖ ଭାବରେ ଥିଲେ ଗାନ୍ଧୀ। ଆହତ ସୈନିକଙ୍କର ସେବା ଶୁଶ୍ରୂଷା କରୁଥିଲେ। ସେବାରେ ବେଶ ରୁଚି ଥିଲା ଗାନ୍ଧୀଙ୍କର, ଏକଦମ ନିଷ୍ଠାପର ସେବା। ଏକ ନିର୍ଦ୍ଦିଷ୍ଟ ଘଟଣାର ବର୍ଣ୍ଣନା ଦିଅନ୍ତି ଗାନ୍ଧୀ। ବୋର ଯୁଦ୍ଧର ଚିଭଲି କ୍ୟାମ୍ପରୁ ନିଜ ସ୍ୱେଚ୍ଛାସେବୀ ବାହିନୀ ସହ ଫେରିଲା ବେଳେ ବାଟରେ ଲେଫ୍ଟନାଣ୍ଟ ରବର୍ଟଙ୍କୁ ଆହତ ଅବସ୍ଥାରେ ପଡ଼ିଥିବାର ଆମେ ଦେଖିଲୁ। ଲର୍ଡ ରବର୍ଟଙ୍କର ପୁଅ ଥିଲେ ଲେଫ୍ଟନାଣ୍ଟ ରବର୍ଟ। ଆମେ ନିଜ ଷ୍ଟ୍ରେଚରରେ ଆହତ ଲେଫ୍ଟନାଣ୍ଟଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କ୍ୟାମ୍ପକୁ ନେଇଗଲୁ। ସେଦିନ ଥିଲା ଖରାଦିନ। ସମସ୍ତେ ଶୋଷିଲା ଥିଲେ। ବାଟରେ ଛୋଟ ଝରଣାଟିଏ ପଡ଼ିଲା। ପାଣି ପିଇବାକୁ ସେଠି ରହିଲୁ। କିନ୍ତୁ ପ୍ରଥମେ ପିଇବ କିଏ? ପ୍ରଥମେ ବ୍ରିଟିଶ ସେନା ପାଣି ପିଇବା ପାଇଁ ମୁଁ ପ୍ରସ୍ତାବ ଦେଲି। ସେମାନେ ଆମକୁ ପ୍ରଥମେ ପିଇବାକୁ କହିଲେ। ପାଣି ପିଇବା ପାଇଁ ପ୍ରତିଯୋଗିତା ଚାଲିଲା। ସମସ୍ତେ ଏକାଠି ପାଣି ପିଇଲୁ। ଆଣ୍ଡ୍ରୁଜ କହନ୍ତି, ସରଳତା, ନମ୍ରତା ଏକ ସାଧନା, କିଛି ରେଡିମେଡ୍ ବସ୍ତୁ ନୁହେଁ।